ରାମ ଭକ୍ତ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ। ହନୁମାନ ନିଜର ସମସ୍ତ ଭକ୍ତଙ୍କର କଷ୍ଟକୁ ଦୂର କରିଥାନ୍ତି। ସେ ସମସ୍ତ ସଙ୍କଟକୁ ଦୂର କରୁଥିବାରୁ ତାଙ୍କୁ ସଙ୍କଟ ମୋଚନ ରୂପେ ପୂଜା କରାଯାଏ। କୁହାଯାଏ ହନୁମାନ ଏପରି ଜଣେ ଗୁରୁ ଯିଏ ନିଜର ଭକ୍ତଙ୍କର ଭକ୍ତିରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି। ବିଶ୍ୱାସ କରାଯାଏ ଯେ ହନୁମାନ ଚାଳିଶାକୁ ପ୍ରତିଦିନ ବା ବିଶେଷ କରି ମଙ୍ଗଳବାର ଓ ଶନିବାର ଦିନ ପାଠ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ଅସୁବିଧା ବାଧା ବିଘ୍ନ ଦୂର ହୋଇଥାଏ, ସୁଖ ଓ ସକାରାତ୍ମକ ଶକ୍ତି ଆଣିଥାଏ, ବ୍ୟକ୍ତି ମଧ୍ୟରେ ସକାରାତ୍ମକ ଶକ୍ତି ସଞ୍ଚାର କରିଥାଏ। ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ବୁଦ୍ଧି ତୀକ୍ଷ୍ଣ ହୋଇଥାଏ। ଏହା ବ୍ୟକ୍ତିର ଅଭ୍ୟନ୍ତରୀଣ ଗୁଣକୁ ଗୁଡ଼ିକର ଅନୁଭବ ଦେଇଥାଏ। ଏମିତିରେ ଶକ୍ତି ବୃଦ୍ଧି ବଢ଼ିଥାଏ। ବ୍ୟକ୍ତି ଭିତରେ ଥିବା ଗୁଣ ଗୁଡ଼ିକର ପ୍ରକାଶ ପାଇଥାଏ। ବ୍ୟକ୍ତି ବୁଦ୍ଧି ସହିତ ଶକ୍ତିଶାଳୀ ଅନୁଭବ କରିଥାଏ। ତା ସହିତ ଜୀବନରେ ମଧ୍ୟ ସଠିକ ପଥରେ ଚାଲିଥାଏ। ଯଦି କୌଣସି କଥାକୁ ନେଇ ମନ ବିଭ୍ରାନ୍ତ ବା ବିବ୍ରତ ହୋଇଥାଏ, ତେବେ ହନୁମାନ ଚାଳିଶା ପାଠ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ମନର ଭୟ ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। ହନୁମାନ ଚାଳିଶାରେ ପ୍ରଭୁ ହନୁମାନ କିଭଳି ରୋଗ ଓ କଷ୍ଟରୁ କିପରି ରକ୍ଷା କରିଥାନ୍ତି ତାହା ବର୍ଣ୍ଣନା କରାଯାଇଛି। ନାଶଇ ରୋଗ ହରଇ ପୀରା ଜପତି ନିରନ୍ତର ହନୁମତ ବୀରା। କୁହାଯାଏ ବଡ଼ରୁ ବଡ଼ ରୋଗ ମଧ୍ୟ ଏହି ମନ୍ତ୍ର ପାଠ କରିବା ଦ୍ୱାରା ଭଲ ହୋଇଯାଏ। ଶ୍ରୀ ହନୁମାନ ନିଜର ଭକ୍ତଙ୍କୁ କୁଦୃଷ୍ଟିରୁ ରକ୍ଷା କରିଥାନ୍ତି। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜାତକ ଉପରେ ଥିବା ଖରାପ ପ୍ରଭାବ ଦୂର ହୋଇଥାଏ। ପ୍ରଭୁ ହନୁମାନଙ୍କୁ ସିନ୍ଦୁର ଦେଲେ ହନୁମାନ ପ୍ରସନ୍ନ ହୁଅନ୍ତି। ପାନପତ୍ରରେ ଚନ୍ଦନରେ ଶ୍ରୀରାମ ଲେଖି ହାର ଗୁନ୍ଥି ହନୁମାନଙ୍କୁ ଦେଲେ ସବୁ ମାନସିକ ମଧ୍ୟ ପୂରଣ ହୋଇଥାଏ। ସାଙ୍ଗମାନେ, ହନୁମାନଙ୍କୁ ସିନ୍ଦୁର ଲାଗି କରିବାର ଏକ ସୁନ୍ଦର କଥାଟିଏ ଅଛି। ହନୁମାନ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ। ଯେଉଁ କାର୍ଯ୍ୟରେ ପ୍ରଭୁ ଶ୍ରୀରାମଙ୍କର ମଙ୍ଗଳ ହୋଇଥାଏ ସେ କାର୍ଯ୍ୟ କରିବାରେ ହନୁମାନ କେବେ ବି ପଛାନ୍ତି ନାହିଁ। ହନୁମାନଙ୍କର ବହୁତ ପ୍ରିୟ ହେଉଛି ସିନ୍ଦୁର। ଯେଉଁ ଭକ୍ତମାନେ ହନୁମାନଙ୍କୁ ପୂଜା କରିବାକୁ ଯାଆନ୍ତି ଭୋଗ ସାଙ୍ଗରେ ସିନ୍ଦୁର ଏବଂ ତେଲ ଧରି ଯାଇଥାନ୍ତି। ଚାଲନ୍ତୁ ଜାଣିବା ପୌରାଣିକ କଥାଟି। ପ୍ରଭୁ ଶ୍ରୀରାମ ଯେତେବେଳେ ରାବଣକୁ ବଧ କରି ଅଯୋଧ୍ୟାକୁ ଫେରିଲେ ସେତେବେଳେ ହନୁମାନ ତାଙ୍କ ସହିତ ଅଯୋଧ୍ୟାକୁ ଆସିଥିଲେ। ଅନ୍ୟ ମାନେ ମଧ୍ୟ ତାଙ୍କ ସହିତ ଆସିଥିଲେ, କିନ୍ତୁ ସବୁ ବାନର କିଷ୍କିନ୍ଧାକୁ ଫେରିଗଲେ। ହନୁମାନ ଶ୍ରୀରାମଙ୍କ ସାଙ୍ଗରେ ଆସିବାର କାରଣ ସେ ତାଙ୍କ ସେବାରେ ଗୋଟିଏ ଦିନ ଅବହେଳା କରିବାକୁ ଚାହୁଁନଥିଲେ। ତେଣୁ ସେ ଶ୍ରୀରାମଙ୍କ ପାଖରେ ରହିଗଲେ। ଦିନେ ଶ୍ରୀରାମଙ୍କ ରାଜସଭାକୁ ହନୁମାନ ଆସିଲେ। ଶରୀର ସାରା ସିନ୍ଦୁର ବୋଳିଥାନ୍ତି। ପ୍ରଭୁ ଶ୍ରୀରାମ ତାଙ୍କୁ ପଚାରିଲେ, ତମେ କାହିଁକି ଦେହ ସାରା ସିନ୍ଦୁର ବୋଳିଛ? ହନୁମାନ କହିଲେ, ମୋତେ ବହୁତ ଜୋରରେ ଭୋକ ଲାଗୁଥିଲା। ମୁଁ ମାତା ସୀତାଙ୍କ ପାଖକୁ ପ୍ରସାଦ ମାଗିବାକୁ ଗଲି। ସେଠି ଦେଖିଲି ମାତା ସୀତାଙ୍କ ସିନ୍ଦୁର ଡବା ଖୋଲୁ ନଥିଲା। ମାତା ବହୁତ ବ୍ୟସ୍ତ ବିବ୍ରତ ହୋଇଗଲେ। ଯେମିତି ଡବା ଖୋଲିଗଲା ମାତା ବହୁତ ଖୁସି ହୋଇ ସିନ୍ଦୁର ଲଗାଇଲେ। ମୁଁ ମାତା ସୀତାଙ୍କୁ ସିନ୍ଦୁର ଡବା ନ ଖୋଲିବାରୁ କାହିଁକି ବ୍ୟସ୍ତ ବିବ୍ରତ ହେଲେ ବୋଲି ପଚାରିଲି। ଉତ୍ତରରେ ମାତା କହିଲେ, ସିନ୍ଦୁର ହେଉଛି ସ୍ତ୍ରୀ ଲୋକମାନଙ୍କର ଭୂଷଣ। ତାଙ୍କ ସ୍ୱାମୀମାନଙ୍କର ମଙ୍ଗଳ କାମନା ପାଇଁ ଏବଂ ଆୟୁଷ ଦୀର୍ଘାୟୁ ପାଇଁ ସେମାନେ ସିନ୍ଦୁର ଲଗାନ୍ତି। ତେଣୁ ମୁଁ ତୁମର ପ୍ରଭୁଙ୍କର ଦୀର୍ଘାୟୁ ତାଙ୍କର ମଙ୍ଗଳ କାମନା କରି ପ୍ରସନ୍ନ କରିବା ପାଇଁ ସବୁଦିନ ମଥାରେ ସିନ୍ଦୁର ଲଗାଇଥାଏ। ମାତା ସୀତା ଜଣେ ପତ୍ନୀ ଭାବେ ହନୁମାନଙ୍କୁ କହିଥିଲେ, ମାତ୍ର ତାଙ୍କ କଥାକୁ ଓଲଟା ବୁଝିଥିଲେ ହନୁମାନ। ପ୍ରଭୁଙ୍କ ପ୍ରତି ତାଙ୍କର ଏତେ ଭକ୍ତି ଥିଲା ଯେ ପ୍ରଭୁଙ୍କ ଦୀର୍ଘାୟୁ ପାଇଁ ତାଙ୍କ ଶରୀର ସାରା ସିନ୍ଦୁର ବୋଳି ହୋଇ ପଡ଼ିଥିଲେ। ପ୍ରଭୁ ଶ୍ରୀରାମ ପଚାରିଲେ, ମାତା ସୀତା ତ ଅଳ୍ପ ସିନ୍ଦୁର ତାଙ୍କ ମଥାରେ ଲଗାଇଥାନ୍ତି, ତୁମେ କଣ ପାଇଁ ତାଙ୍କ ସବୁ ସିନ୍ଦୁର ବୋଳି ହୋଇଯାଇଛ? ହନୁମାନ କିଛି ସମୟ ଚୁପ୍ ହୋଇ କହିଲେ, ମୁଁ ଭାବିଲି ଯଦି ମାତା ସୀତା ଅଳ୍ପ ସିନ୍ଦୁର ଲଗାଇବାରୁ ଆପଣ ଦୀର୍ଘାୟୁ ହୋଇଯାଉଛନ୍ତି, ତାହେଲେ ମୁଁ ଦେହ ସାରା ସିନ୍ଦୁର ଲଗାଇଲେ ଆପଣ ଚିରଞ୍ଜୀବୀ ହୋଇଯିବେ ଏବଂ କେବେ ହେଲେ ପୃଥିବୀ ଛାଡ଼ି ନିଜ ଧାମକୁ ଯିବେନି ଏବଂ ସବୁବେଳେ ଆପଣ ଆମ ଭକ୍ତମାନଙ୍କ ପାଖରେ ରହିବେ। ପ୍ରଭୁ ଶ୍ରୀରାମ ହନୁମାନଙ୍କର କଥା ଶୁଣି କହିଲେ, ତୁମର ଏପରି ଭକ୍ତି ମୋତେ ଆନନ୍ଦ ଦେଇଥାଏ। ମଙ୍ଗଳବାର ଦିନ ତୁମେ ମୋର ମଙ୍ଗଳ କାମନା କରି ସିନ୍ଦୁର ବୋଳି ହୋଇଥିବାରୁ
ମୁଁ ତୁମକୁ ବଚନ ଦେଉଛି, ତୁମର ସିନ୍ଦୁର ରୂପକୁ ଯେଉଁ ଭକ୍ତ ମାନେ ମଙ୍ଗଳବାର ଦିନ ଦର୍ଶନ କରିବେ ଏବଂ ତୁମ ପୂଜାରେ ଯେଉଁମାନେ ସିନ୍ଦୁର ଏବଂ ତେଲ ଅର୍ପଣ କରିବେ, ମୁଁ ତାଙ୍କ ଉପରେ କୃପା କରିବି। ମୁଁ ତୁମକୁ ଯେମିତି ଶ୍ରଦ୍ଧା କରୁଛି ତାଙ୍କୁ ମଧ୍ୟ ସେମିତି ଶ୍ରଦ୍ଧା କରିବି। ସାଙ୍ଗମାନେ, ଏହା ଥିଲା ହନୁମାନଙ୍କୁ ସିନ୍ଦୁର ଦାନ କରିବାର ସୁନ୍ଦର ପୌରାଣିକ କଥାଟାଏ। ହନୁମାନ ପ୍ରଭୁ ଶ୍ରୀରାମଙ୍କର କେତେ ବଡ ଭକ୍ତ ତାହା ଏହି ପୌରାଣିକ କଥାଟିରୁ ଜାଣିପାରିଥିବେ। ଯଦି ଆପଣମାନଙ୍କୁ ଏହି ଭିଡିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ଟେ କରିଦେବେ। ଏଇଭଳି ଭଲ ଭଲ ଭିଡିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ନୂଆ ନୂଆ ଭିଡିଓ ଦେଖୁଥିଲେ ନୋଟିଫିକେସନ ଆପଣମାନଙ୍କ ପାଖକୁ ଚାଲିଯିବ। ଅଧିକରୁ ଅଧିକ ସେୟାର କରିଦେବେ। କମେଣ୍ଟରେ ଜୟ ଶ୍ରୀରାମ, ଜୟ ହନୁମାନ ଲେଖିଦେବେ। ଭଗବାନଙ୍କ କୃପାରୁ ଆପଣମାନେ ଭଲରେ ଥାନ୍ତୁ। ଆପଣମାନଙ୍କ ସ୍ନେହ, ଆଶୀର୍ବାଦ, ଭଲ ପାଇବା ମୋ ସାଙ୍ଗରେ ଥାଉ। ରହୁଛି, ପୁଣି ଦେଖାହବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।